ମାଘ ସପ୍ତମୀ ଚନ୍ଦ୍ରଭାଗା ତୀର୍ଥ। ପଦ୍ମପୁରାଣର ପ୍ରାଚୀ ମହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ଚନ୍ଦ୍ରଭାଗା ତୀର୍ଥ ନାମରେ ପ୍ରସିଦ୍ଧ ହୋଇଛି। ସ୍ୱର୍ଗର ପୁଣ୍ୟତୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ। ତାପରେ ଏହା ଚିତ୍ରୋତ୍ପଳା, କାନ୍ଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ର ପଡ଼ିଥିଲା। ଶାମ୍ବ ଏହି ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ। ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣି ବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୁଣ୍ୟ ତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଆସିଛି। ଶାରଳା ଦାସଙ୍କ ମହାଭାରତ ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ରହିଛି ଯେ ମକର ମାସ ଅର୍ଥାତ୍ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ଅର୍କ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପି ଅର୍କ ତୀର୍ଥ ସୃଷ୍ଟି କରିଥିବାରୁ ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହି ତୀର୍ଥରେ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ। ତେଣୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ଏହି ଦିନରେ ସୂର୍ଯ୍ୟ ପୂଜା କରାଯାଏ। ପଦ୍ମପୁରାଣରେ ପ୍ରାଚୀ ମାହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି ଯେ ସୂର୍ଯ୍ୟଦେବ ନିଜର ପାପ ମୋଚନ ନିମନ୍ତେ ଅର୍କ ତୀର୍ଥରେ ତପସ୍ୟା କରି ମୁକ୍ତି ଲାଭ କରିଥିଲେ। ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମାଶିର ଛେଦନ ଜନିତ ପାପରୁ ମୁକ୍ତି ପାଇଥିଲେ। ସୂର୍ଯ୍ୟଦେବ ଶିବଙ୍କୁ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି ଯେ ଅର୍କ ତୀର୍ଥ ଯେତେ ପୁଣ୍ୟ ମୁଁ କହିବାକୁ ନୁହେଁ କ୍ଷମ। ମାଘ ମାସର ଶୁକ୍ଳପକ୍ଷ ସପ୍ତମୀ ହୋଇଲେ ପ୍ରତ୍ୟକ୍ଷ। ତିଳ ଲଗାଇ କଲେ ସ୍ନାନ, ତିଳେ ଦେଲେ ଦାନ ଭୋଜନ। କୋଟି ଗୋଦାନ ଫଳ ପାଇ ତା ଦେହେ ବ୍ୟାଧି ନ ଲାଗଇ। ଅପୁତ୍ରୀ ନାଲି କଲେ ଦାନ, କୋଳେ ତା ହୋଇ ନନ୍ଦନ। ଅର୍କ ତୀର୍ଥରେ ସ୍ନାନ କରି ବ୍ରହ୍ମ ହତ୍ୟାରୁ ହୋଇପାରେ। ତେବେ ସାଙ୍ଗମାନେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଦୟାକରି ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଏପରି ନୂଆ ନୂଆ ବିଷୟରେ ନୂଆ ନୂଆ ପୌରାଣିକ କଥା ବିଷୟରେ ଜାଣନ୍ତୁ। ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ। ଏହି ତିଥିରେ ଅର୍କ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ବିତରୋଗ ବିକଳୁଷ ହୋଇ ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ। ପ୍ରତିବର୍ଷ ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ଅନୁଷ୍ଠିତ ହୋଇଥାଏ। ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ତୀର୍ଥ ଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିଥାନ୍ତି। ଏହା ଚନ୍ଦ୍ରଭାଗା ଯାତ୍ରା ବା ଚନ୍ଦ୍ରଭାଗା ମେଳା ନାମରେ ପ୍ରସିଦ୍ଧ। ଏହି ମେଳା ଉପଲକ୍ଷେ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମାନରେ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁଥିଲେ। ଏହି ପ୍ରତିମାଙ୍କ ସହ କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥାନ୍ତି। ସୂର୍ଯ୍ୟଦେବଙ୍କର ଏହି ରଥଯାତ୍ରା ଅତ୍ୟନ୍ତ ବିରଳ। ବ୍ରହ୍ମ ପୁରାଣରେ ଏହା ସୌର ଗୁଣ୍ଡିଚା ନାମରେ ଖ୍ୟାତି ଲାଭ କରିଛି। ତେବେ ପ୍ରଥମେ ଏହି ଦେବଗଣମାନେ ପ୍ରଦକ୍ଷିଣ କରିସାରିବା ପରେ ଭକ୍ତଗଣ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଧ୍ୱନିରେ ବୁଡ଼ ପକାଇଥାନ୍ତି। କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ପୁରୀ ନିଆଯାଇ ଶ୍ରୀମନ୍ଦିର ବେଢ଼ାରେ ସ୍ଥାପନ କରାଯାଇଛି। ଚନ୍ଦ୍ରଭାଗା ନଦୀଟି ପୋତି ହୋଇ ତାର ସତ୍ତା ହଜାଇ ସାରିଲାଣି। ତଥାପି ଏଠାରେ ପ୍ରତିବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ପାଳିତ ହୋଇ ଆସୁଛି। ମାଘ ସପ୍ତମୀ ତିଥିରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିଠାରେ 9 ଦିନ ବ୍ୟାପୀ ଏକ ଯାଗଯଜ୍ଞ ଓ ବିରାଟ ମେଳାର ଆୟୋଜନ ହୋଇଥାଏ। ପୌରାଣିକ ତଥ୍ୟ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ଭଳି ପ୍ରତିଷ୍ଠା କରି ପୂଜାର୍ଚ୍ଚନା ପୂର୍ବକ
ଭୁବନେଶ୍ୱରରେ ଥିବା କପିଳ ମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ। ମହାମୁନି କପିଳ ଶାମ୍ବକୁ ଖଣ୍ଡ କ୍ଷୀରି ଖାଇବା ପାଇଁ ଦେଇ ସନ୍ତୁଷ୍ଟ କରିଥିଲେ। ଖଣ୍ଡଗିରି ନାମର ଅପଭ୍ରଂଶ ହୋଇ ଏହା ଖଣ୍ଡଗିରି ନାମ ଧାରଣ କରିଥିବା ଜନଶ୍ରୁତିରୁ ଜଣାଯାଏ। ଅଦ୍ୟପି ଏଠାରେ କପିଳ ମୁନିଙ୍କ ପୂଜିତ ଶିବଲିଙ୍ଗ କପିଳେଶ୍ୱର ନାମରେ ଖ୍ୟାତି ଲାଭ କରିଛନ୍ତି। ଏହି ମାଘ ସପ୍ତମୀ ତିଥିରେ ସାଧୁ ସନ୍ଥ ମାନେ ଏକତ୍ର ହୋଇ ବିଭିନ୍ନ ଧର୍ମାଲୋଚନା ଓ ଯାଗ ଯଜ୍ଞରେ ଭାଗ ନେଇ ବିଭିନ୍ନ ଧାର୍ମିକ ପରିବେଶ ସୃଷ୍ଟି କରିଥାନ୍ତି। ଏହି ମାଘ ସପ୍ତମୀ ଯାଜପୁରରେ ପୁଣ୍ୟତୟା ଦଶାଶ୍ୱମେଧ ଘାଟରେ ମଧ୍ୟ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ଦେଖାଯାଏ। ଏହାଛଡ଼ା ବେଦବ୍ୟାସ ରାଉରକେଲାରେ ଶଙ୍ଖ କୋଏଲର ମିଶ୍ରଣ ସ୍ଥାନରେ ମଧ୍ୟ ବୁଡ଼ ଦିଆଯାଇ ଅଶେଷ ପୁଣ୍ୟ ଅର୍ଜନ କରିଥାଏ। ଏହାଛଡ଼ା ଆହୁରି ଅନେକ ସ୍ଥଳୀରେ ସପ୍ତମୀ ବୁଡ଼ ଦେଇ ବ୍ରତଧାରୀ ମାନେ ମହାପୁଣ୍ୟର ଅଧିକାରୀ ହୋଇଥାନ୍ତି। ତେବେ ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଗୋଟେ କମେଣ୍ଟ ଏବଂ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେ ନାହିଁ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ମାଘ ମାସ ଏକ ପୁଣ୍ୟର ମାସ। ତ୍ରିବେଣୀ ଅମାବାସ୍ୟା, ଶ୍ରୀ ପଞ୍ଚମୀ, ମାଘ ସପ୍ତମୀ ଇତ୍ୟାଦି ପୁଣ୍ୟ ଦିବସ ମାନ ମାଘ ମାସର ତାତ୍ପର୍ଯ୍ୟକୁ ବଢ଼ାଇ ଦେଇଥାଏ। ଇତିହାସରୁ ଜଣାଯାଏ ପ୍ରାଚୀନ କାଳରେ ପୂର୍ବ ଭାରତରେ ପ୍ରମୁଖ ବନ୍ଦର କୋଣ କମଣ କୋଣାର୍କକୁ ବିଶ୍ୱର ବାଣିଜ୍ୟ ଦ୍ୱାର ବୋଲି କୁହାଯାଉଥିଲା। ସେଥିପାଇଁ ଆଜିର ବଙ୍ଗୋପସାଗର କଳି ସାଗର ନାମରେ ପ୍ରସିଦ୍ଧ ଥିଲା। ଆଜିର ଗବେଷକମାନେ କହନ୍ତି ପ୍ରାଚୀନ ଚିତ୍ରୋତ୍ପଳା ନଦୀ ହିଁ ଆଜିର ଚନ୍ଦ୍ରଭାଗା ସ୍ଥାନ ନେଇଛି। ମାଘ ସପ୍ତମୀ ଖଣ୍ଡଗିରି ମେଳା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ମାଘ ସପ୍ତମୀ ଏକ ପବିତ୍ର ତିଥି ଓ ପ୍ରାଚୀନ ସ୍ମୃତିର ସଂସ୍କୃତିପୂର୍ଣ୍ଣ ଦିନ। ସାଧୁସନ୍ଥ ମାନଙ୍କ ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ। ଏହି ମାଘ ସପ୍ତମୀର ଆରମ୍ଭରୁ ଏହି ମାଘ ସପ୍ତମୀ ଆମ ପରମ୍ପରାର ପ୍ରତୀକ। ସାଙ୍ଗମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଏହିପରି ଭାବେ ମୋ ଭିଡ଼ିଓକୁ ଦେଖୁଥାନ୍ତୁ, ମୋ ଚ୍ୟାନେଲରେ ଯୋଡ଼ି ହିଁ ଥାନ୍ତୁ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।